ଦୁର୍ଗା କମିଟି ସମ୍ପାଦକ। କଣ ଅନୁଭୂତି ରହିଲା କ୍ୟାମେରା ଦେଖି କଣ ଅନୁଭୂତି? ଇନ୍ଦ୍ରଭୁବନ ପ୍ରଥମେ ଆସିଥିଲୁ ଏପ୍ରିଲ ମାସରେ ବୁକିଂ କରି ଯାଇଥିଲୁ। ଯେତେବେଳେ ଦିନ ଦେବୀଙ୍କ ନାଁ ଶୁଣିଲୁ, ଗୁରୁପୃଷ୍ଟି, କଣ୍ଢେଇ ମାନଙ୍କ ନାଁ ଶୁଣିକି ଆମେ ଜାଣିଲୁ ଯେ ପାର୍ଟି ଏଥର ନିଶ୍ଚିତ କିଛି ଜଲବା ଦେଖେଇବ। ଯାହାଫଳରେ ଆମେ ଚେଷ୍ଟା କରିଥିଲୁ ଯେ କଣ ପାର୍ଟିକି ବୁକିଂ କରିବା ପାଇଁ, ଏବଂ ପ୍ରଥମେ ଏପ୍ରିଲ ମାସରେ ବୁକିଂ କରି ଯାଇଥିଲୁ। ଆଜି ଆସନ୍ତୁ ତାଙ୍କର କନଫର୍ମ କରିବା ପାଇଁ ବୁକିଂ ଓକେ ବୋଲି ଆମେ ନେବୁ। ଏତେ ବାଟରେ ବିଞ୍ଝାରପୁରରେ ଆସିଛନ୍ତି ଆପଣ ମାନେ କ୍ୟାମେରା लो ବିଞ୍ଝାରପୁର ଆମେ ବିଞ୍ଝାରପୁର ମନୋଜ ଭାଇ ଅଛନ୍ତି, ନଅଙ୍କ ଦୁର୍ଭିକ୍ଷ ଯିଏ ଲେଖିଲେ ଦୀପକ ଜେନା, ସେ ଆମରି ଭାଇ, ଆଉ ଦିନେଶ ଭାଇ ଅଛନ୍ତି ନିର୍ଦ୍ଦେଶକ। ତେଣୁକରି ସେ ନାଟକ ବହୁତ ଭଲ ହବ। ଯଦି ଆମେ ବି ଶୁଣିନୁ ଶାଗୁଣା ମାଗୁଣା ସବୁ କ୍ରେଡିଟ ଚାଲିଛି, ନଅଙ୍କ ଦୁର୍ଭିକ୍ଷ ଶାଗୁଣା ଦେଖିବାକୁ ପାଇବେ ଷ୍ଟେଜ ଉପରେ, ଯାହା ଫଳରେ କି ସେ ନାଟକ ବହୁତ ହାଇଲାଇଟ ହବ ବି। ସେଥିପାଇଁ ଆଉ ଏ ଯୋଉ ସକଳ ତୀର୍ଥ ପ୍ରଚଳନ ଚାଲିଛି, ଦିନ ଦେବୀଙ୍କର ପୁରୁଣା ଜଲବା ପୁଣି ଦେଖିବେ ବୋଲି ସେ ପୁରା ପ୍ରସ୍ତୁତ ହେଇକି ଆସୁଛନ୍ତି, ଏବଂ ଆମେ ଜାଣିପାରିଲୁ ଯେ ନିଶ୍ଚିତ ଭଲ ହବ। ତେଣୁ ସେଥିପାଇଁ ବୁକିଂ କରୁଛୁ ଇନ୍ଦ୍ରଭୁବନ। ଇନ୍ଦ୍ରଭୁବନ ଉପରେ କଣ ଭରସା ଆପଣଙ୍କର ଅଛି, ମାନେ ଯାତ୍ରାପାର୍ଟି ହିସାବରେ? ଯାତ୍ରାପାର୍ଟି ଜଣେ ବାଣେଶ୍ୱରୀରୁ ପୁରା ଇନ୍ଦ୍ରଭୁବନ, ତେଣୁକରି ସେ ନିଶ୍ଚିତ ସ୍ଥିର ଗୋଟେ ଯାତ୍ରା ଅନୁଷ୍ଠାନ, ଅସ୍ଥିର ନୁହେଁ। ବହୁତ ମାଇଲେଜ ତାଙ୍କର ଅଛି, ତେଣୁ ତା ନାଁ ଶୁଣିଲେ ଲୋକ ହିଁ ଆସିବେ। ଇନ୍ଦ୍ରଭୁବନରେ ଏଥର ଜଲବା ଯାଇକି ଷ୍ଟାର କାଷ୍ଟ ଅଛନ୍ତି, ବିନୋଦ ବେବିନା, ଆପଣ ଗୁରୁପୃଷ୍ଟି ଦେଖନ୍ତୁ, କଣ୍ଢେଇ ଦେଖନ୍ତୁ, ସୁମନ୍ତ ଦେଖନ୍ତୁ, ନାଟକ ବି ବହୁତ ଭଲ ଅଛି। ନଅଙ୍କ ଦୁର୍ଭିକ୍ଷ ଆପଣ ଦେଖନ୍ତୁ, ବା ସକଳ ତୀର୍ଥ ଜଣେ, ତାର ବହୁତ ଭଲ 4ଟି ନାଟକ ଏଥର ସେ ପରିବେଷଣ କରିଛନ୍ତି। ଇତିହାସକୁ ନେଇକି ଅନେକ ଯାତ୍ରା ମାନେ କରନ୍ତିନି, ପ୍ରଥମ ଥର ପାଇଁ ଇନ୍ଦ୍ରଭୁବନ ପ୍ରଥମ ଥର ପାଇଁ ଗୋଟେ 80 ମସିହା ଯୋଉ ନଅଙ୍କ ଦୁର୍ଭିକ୍ଷ ପଡିଥିଲା ତାକୁ ନେଇକି ନାଟକ ଚାଲିଛି। ତେଣୁକରି ଏଟା ଗୋଟେ ବହୁତ ଲୋକଙ୍କ ମନକୁ ଛୁଇଁବ। ନଅଙ୍କ ଦୁର୍ଭିକ୍ଷ ଆମେ କହିପାରିବା କି ଯୋଉ କାମ ସିନେମା ନଅଙ୍କ ଦୁର୍ଭିକ୍ଷ ତ ନାଟକ ଥିଲା, ଆଗେ ତ ବହୁତ କିଛି ତାର ଅଛି, ଆଉ ସେ ଷ୍ଟୋରି ବି ଗୀତ ବି ଲେଖିଛନ୍ତି ଯେ ତାକୁ ବି ଆମେ ଜାଣିଛୁ। ତେଣୁ ସେ ନାଟକ ବହୁତ ଭଲ ହବ। ପିତୃପୁର ମାର୍କେଟ ଯୋଉ ଜିନିଷଟା ସିନେମାରେ ହେଇପାରୁନି ସେଟା ଯାତ୍ରାରେ ହବ ନିଶ୍ଚିତ ସ୍ୱାଗତ ଯୋଗ୍ୟ। ଯଦି ଶାଗୁଣା ଅଷ୍ଟଶବୁ ସାପ ଖେଳୁଥିଲେ, ଶାଗୁଣା ପୁରା ନଅଙ୍କ ଦୁର୍ଭିକ୍ଷ ଟୋଟାଲ ଷ୍ଟୋରି ଅଲଗା ହେଇଛି। ଏଥର ଆମେ ତାକୁ ଜାଣିଛୁ, ଏବଂ ଶାଗୁଣା ଯୋଉ 7ଟା ଶାଗୁଣା, 4ଟା ଶାଗୁଣା ଆସିବେ, ସେଇଟା ଜଲବା ସୃଷ୍ଟି କରିବ ନାଟକ।